मुई कांचीपुर को विषाद छारे खेছে মো बाकी रहिला से बुढ़ा राजा ताको केमिति आरा बारी को पठेबार व्यवस्था करछि देखा मतलब करबे ताको मो से आरा बारी को पठेइबी ठीक अछि मु से आही करबी मो स्वामी असुस्थ अच्छी बोली मो क्षीर ग्लास टाणुले कलंकिनी तू मो सहित धक्का सब क्षीर ग्लास फोपाड़ी देले मोर भूल जाइछे मां मोते क्षमा कर दियंतु मां चुप कर बे से दिन तो पिता रक्षा पाई आज कौन से दिन रक्षा पाइले बोली आज कौन काटे गाड़ी जाऊं आज मारे मारे मारी न दे तंतु राबना मुझे छोड़ दियो मां मुझे से दिन बड़ी 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 मां मुझे भारी कष्ट हुए मां मुझे छोड़ दियो चुप कर कलंकिनी चरित्रहीन मु तते किछि सुनिबि नहीं देखो मां छाड़ी दिया मोरे किछि बोले मां मो आसुथले मते खेर गिलास रे पड़ी गला मुझे क्षमा कर दियो मां ना कस्तूरी ए मु कौन देखुछि तो गाल रे ओठ चिन्ह
ସଦା କଥା କଳଙ୍କିନୀ କେଉଁ ପର ପୁରୁଷ ସହିତ ନୀତି ଚୋରା ପ୍ରୀତି କରିଛୁ ଛି 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 ତୋ ମୁହଁ ଚାହିଁବାକୁ ମତେ ଘୃଣା ଲାଗୁଛି ଘୃଣା ମୋତେ ଛାଡ଼ିଦିଅ ମା ଆପଣ ଏ ସବୁ କିଛି ଭୁଲ ଦେଖିଛ ମା ଆପଣ ସବୁ କିଛି ଭୁଲ ଦେଖିଛ ଚୁପ୍ କର ତୁ ଗୋଟେ ନଷ୍ଟ ଚରିତ୍ର ତୁ ଗୋଟେ କଳଙ୍କିନୀ ତୁ ଗୋଟେ ବେଶ୍ୟ ତୁ ଗୋଟେ ଏମିତି ଚରିତ୍ରହୀନକୁ ଦେଖିବାକୁ ମୋ ମତେ ଘୃଣା ଲାଗୁଛି ଘୃଣା ଠିକ୍ ସେଇଭଳି ତୋ ମା କେମିତି ଆର ବାରିକୁ ଚାଲିଗଲା ଠିକ୍ ସେମିତି ସେ ଥରେ ଥିଲେ କଳଙ୍କିନୀ ନଷ୍ଟ ଚରିତ୍ର ତା ଝିଅ ବି ଏମିତି ଗୋଟେ ଚରିତ୍ରହୀନରେ ସଜେଇଛି ଦେଖ ମା ଯଦି ଆପଣ ମୋ ଉପରେ ରାଗିଛ ହେଲେ ମୋତେ ଆପଣ ଯାହା ଅଛି ତାହା କୁହ ମା କିନ୍ତୁ ମୋ ମାଙ୍କ ବିଷୟରେ ଆପଣ କିଛି ବି କୁହ ନାହିଁ ମୁଁ କ'ଣ କରିବି ମୋ ଭାଗ୍ୟ ଖରାପ ମୋ ମା ମୋତେ ଏଠି ଜନ୍ମ ଦେଇକି ଛାଡ଼ିକି ଚାଲିଗଲେ କିନ୍ତୁ ମୋ ମା ସେମିତି କରୁଛନ୍ତି ମା ଆପଣ ମୋ ମାଙ୍କ ବିଷୟରେ ଏମିତି କିଛି ବି କୁହ ନାହିଁ ମା ଆପଣ ମୋତେ ଯେତେ ବଡ଼ ଅଛି ବଡ଼ ମା ଯେତେ ଗାଳି କରିବା ଅଛି କର ଦୟାକରି ହାଇଲୋ ଏ କଳଙ୍କିନୀ ତୁ ମତେ ଉପଦେଶ ଶିଖାନା ତୁ କ'ଣ ଶିଖିଛୁ ମତେ ନାଳି ଆଖି ଦେଖି ଏମିତି କଥାବାର୍ତ୍ତା କଲେ ତୋ ତଣ୍ଟି କ'ଣ କରି ମୁଁ ରକ୍ତ ପିଇବି ରକ୍ତ ଆରେ ଘରୁ ବାହାରି ଯା ଯଦି ନ ଯିବ ଆଜି ମୁଁ ଘୋଷାଡ଼ି ଘୋଷାଡ଼ି ଘରେ ବିଦାୟ କରିବି हेलो ए दीपिका ए कौन चली तुम ए शांत शिष्ट निरीह झील प्रति तमे एते निष्ठुर अरे कौन है झील पर तमर किसी दया नहीं କିଛି ନାହିଁ ସ୍ୱାମୀ हेले ए मु सब कौन देखुची अरे माँ कस्तूरी ए कौन देखुची रे बाबू ए कौन देखुची अरे तमे माने किसी कहून कहीं କେମିତି କହିବି ମୁଁ माने ଆପଣ ଶୁଣିଲେ ଆପଣଙ୍କ ପାଦ ତଳର ମାଟି ଖସିଯିବ ସ୍ୱାମୀ ମୋତେ କହିବାକୁ ଲାଜ ମାଡୁଛି एमिति कौन हो जाइछि महारानी जे तमे कहिबा पई एमिति होई जाउछ ଶୁଣିବ निश्चय ଶୁଣିଲେ ଆପଣ ଧୈର୍ଯ୍ୟ ଧରି ପାରିବେନି ସ୍ୱାମୀ अरे कह ଆମ ଝିଅ କସ୍ତୁରୀ ନା କେଉଁ ପର ପୁରୁଷ ସହିତ ନୀତି ଚୋରା ପ୍ରୀତି କରୁଛି अरे मैं कस्तूरी ଓ ସ୍ୱାମୀ एई तो मजा कहूछि एई कथा कोन सत्य कि रे मां अरे कह एई कथाटा जदि सत्य हो जाए सत्य को मां आई तो मां जहा कहूछि एई कथा कोन सत्य कि ओ बापा हे कथा सत बापा କିନ୍ତୁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରି ପାରିବି ବାପା ଆପଣ ମୋତେ ସତ କଥା କହିବେ ବାପା କହିବେ ନା ବାପା अरे कौन कहबा ता पई चाहूछु ବାପା ମୋ ମା କ'ଣ ଗୋଟିଏ ଚରିତ୍ରହୀନ ଥିଲେ ମୋ ମା କ'ଣ ଗୋଟିଏ ନଷ୍ଟ ଚରିତ୍ର ଥିଲେ ଲୋକେ କହୁଛନ୍ତି ତୋ ମା ଗୋଟିଏ ନଷ୍ଟ ଚରିତ୍ରହୀନ ତମେ ତା
ଝିଅ ଗୋଟିଏ ନଷ୍ଟ ଚରିତ୍ର ବୋଲି ବାବା ମୋ ମା ଯେମିତି ବାବା ସେଥିପାଇଁ ମୋତେ ଛାଡ଼ିକି ଚାଲିଗଲି ନା କହନା ରେ ମା ସେଥିପାଇଁ ମୋତେ ଏକୁଟିଆ ଚାଲିଗଲି ନାଇଁ ରେ ମା ତୋରି ମା ତୋତେ ଅନ୍ତୁଳି ସାଲରୁ ଜନ୍ମ ଦେଇ ଆର ପାରିକୁ ଚାଲିଗଲେ ସେତିକି ବେଳେ ମୁଁ ତୋତେ ଲହୁ ଲୁହକୁ ପୋଛି ଦେଇ ମଣିଷ କରିବା ପାଇଁ କେତେ ଯେ ସ୍ୱପ୍ନ ଦେଖିଥିଲି ଆଜି ଏଇ କର୍ଣ୍ଣବର କଣ ଶୁଣୁଛି ରେ ମା ତୋରି ପାଇଁ ଏଇ ଛୋଟ ଆଖିରେ ମୁଁ କେତେ ବଡ଼ ବଡ଼ ସ୍ୱପ୍ନ ଦେଖିଥିଲି ଆଉ ତୁ ଯୋଉ କାମଟା କରିଛୁ ଏଇ କାମଟା ଠିକ ହେଲାନି ରେ ମା এই রাজ্য সারা জানিলে কଣ কহিবে মতে জিরারু সিরা কাড়িকি কহিবে আউ তিলকু তাল করি কহিবে এই দেখো রে দেখো কাঞ্চিপুর রাজ্যর রাজা এতে তলকু খসি যাইছে যে তা ঝিଅକୁ কলঙ্কিনী সজাই ଦେଇছে ଏ ଦୁନିଆରେ ଆମେ ମୁଣ୍ଡ ଟିକି ବାଟ ଚାଲିବା ସ୍ୱାମୀ अरे कस्तूरी ମୁଁ ତୋତେ ଝିଅ କହିବା ପାଇଁ ଘୃଣା ଲାଗୁଛି ଘୃଣା ତମ ଛଡ଼ା ମୋ କିଏ ଅଛି କହିଲ ବାପା ଯଦି ତମେ ମୋତେ ଘୃଣା କରିପାରିଲେ ମୁଁ କାହା ରହିକି ବଞ୍ଚି ଆପଣ ଏମିତି ଗୋଟେ ଶବ୍ଦ କୁହ ନାହିଁ ବାପା এই ଯୋଉ ଭୁଲ କାମଟା ତୁ କରିଛୁ ୟା ପୂର୍ବରୁ ଏଇ କଥା ଭାବି ନଥାନ୍ତୁ ଯଦି ଭାବିଥାନ୍ତୁ ତାହେଲେ ଏମିତି କୁକର୍ମ କରିଥାନ୍ତୁ କେମିତି ବାପା ମୁଁ କ'ଣ କରିବି ମୁଁ ତ ତାକୁ ଭଲ ପଚାରିଛି ବାପା କିନ୍ତୁ ଆପଣ ମୋତେ ଯାହା ଶାସ୍ତି ଦେବ ସେଇଟା ଗ୍ରହଣ କରିବି ବାପା अरे कस्तूरी तोते टिके भी लज्जा लगिबा कथा महाराणी ସ୍ୱାମୀ ताहेले याकू जेते बुझेइली सुधा से मो कथा मानिलानी तथापि से फूल उद्यान को गला हेले ता परिणाम ता जी ए कोण देखुछु हमें माने ସ୍ୱାମୀ ହେଲେ ସ୍ୱାମୀ ଏକ ନିର୍ଜନ କୋଠରୀରେ ମୁଁ ବନ୍ଦୀ କରି ରଖିବି हाँ तो तुम ठीक कही छ एमती झियो को मध्य झियो कहबा पई घृणा लागुची ଯେମିତି ସେ ପୁଅ ସହିତ ଦେଖା ସାକ୍ଷାତ ନ ହବ ମୁଁ ତୋତେ ଏଇଥିପାଇଁ ଛୋଟରୁ ବଡ଼ କଲି ପାଠ ଦି ଅକ୍ଷର ପଢ଼େଇ ଭଲ ମଣିଷ ହେବା ପାଇଁ ହେଲେ ଆଜି ମା ବାପାର ମୁହଁରେ କାଲିମା ଲେପନ କରିଦେଉଛି ରେ ମା ତୁ କାଲିମା ଲେପନ କରିଦେଇଛୁ ବାପା ଥରୁଟେ ବୁଝିବାକୁ ଚେଷ୍ଟା କର ବାପା ମୁଁ ସତ କହୁଛି ବାପା ମୁଁ ଏମିତି କିଛି ବି ଭୁଲ କରିନି ବାପା କେବଳ ଭଲ ପାଇଛି ଯଦି ଭଲ ପାଇବାରେ ଏତେ ତମକୁ ଘୃଣା ଲାଗୁଛି ମତେ ମାରିଦିଅ ବାପା ସତ କହୁଛୁ ତୋତେ ମାରିଦେବାଟା ଦୂରର କଥା तो गला को तंटी चिपी शेष कर देଥାନ୍ତି ए जगत में अपराध करी पुणे मोह देखा पाई तो लाज लगुनि बोली पारिबिनी बाबा बोली पारिबिनी सेनापति महाराज हठात तुम ए राजवंश को पशि आसी नहीं 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 मु किछि काम पाइया सखी महाराज माने एटा तुम घरोई मामला सेथिरे पुणी तमे हठात घर भीतर को पशि आसी चकाई की महाराज मु आपणकर निज लोक बोली की आसी गली महाराज हेले कोनटा कहिबा पाई चाहछ हेले कोन कहिबा पाई चाहछ कहिबाकू बेसी किछि अछि महाराज ताहेले कुह सेथिपई आपणकर राजमहल को आसी जाइछि महाराज ओ ताहेले कहि जाओ सेनापति महाराज
ଓ ଆପଣଙ୍କର ବଡ଼ ପୁଅ ସୁରଥ ସେ କୁଆଡ଼େ ଯାଇଥିଲେ ଆପଣ ଜାଣିଛନ୍ତି କି? ହଁ ସେ ଯାଇଥିଲେ ସେ କାଶୀ କ୍ଷେତ୍ର। ହଁ 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 କାଶୀ କ୍ଷେତ୍ର ଯିବା ସମୟରେ ବାଘ ତାକୁ ଆକ୍ରମଣ କରିକି ମାରିଦେଲା ମହାରାଜ, ମାରିଦେଲା। ସତରେ ସତରେ ମୁଁ ଏ କଣ ଶୁଣୁଛି? ମୋ ସୁରତକୁ ବାଘ ଖାଇ ଦେଇଛି। ନାଇଁ ସେନାପତି, ମୁଁ ତ ବିଶ୍ୱାସ କରିପାରିବିନି। ମୁଁ ସତ କଥା କହୁଛି ମହାରାଜ, ସୁରଥ ଆଉ ଏଇ ଦୁନିଆରେ ନାହାନ୍ତି ମହାରାଜ, ନାହାନ୍ତି। ସେ ଆର ପାରିକୁ ଚାଲି ଯାଇଛନ୍ତି ମହାରାଜ। ତମେ ମିଛ କହୁଛ। ସତ କହୁଛି ମହାରାଜ, ଆମ ରାଜକୁମାର ଆଉ ଏଇ ଦୁନିଆରେ ନାହାନ୍ତି ମହାରାଜ, ନାହାନ୍ତି। ତମେ ଚୁପ କର, ତମେ একদম চুপ কর। ମୋ ଭାଇର କିଛି ହେଇପାରିବନି। ତମେ ମିଛ କହୁଛ ନା? ନାଇଁ 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 ନାଇଁ, ତମେ ମିଛ କହୁଛ। ମୁଁ କାହିଁକି ମିଛ କହିବି ମହାରାଜ? ରାଜକୁମାରୀ ମିଛ କହୁଛନ୍ତି ହୋଇପାରେ, ସେ ମଧ୍ୟ ରାଜକୁମାରକୁ ମାରି ଦେଇଛନ୍ତି ମହାରାଜ, ମାରି ଦେଇଛନ୍ତି। ଆରେ କସ୍ତୁରୀ, এই ସବୁ ମୁଁ କଣ ଶୁଣୁଛି ରେ? ମୁଁ ସବୁ କଣ ଶୁଣୁଛି? ଏସବୁ ମିଛ ବାପା। ମୋ ଭାଇକୁ ମାରିନି ବାପା। ହେଲେ ସେନାପତି, ସତରେ ତମେ এই ସବୁ କହି ଯାଉଛ କାହିଁକି? ମୋ ଝିଅ କାହିଁକି ତା ବଡ଼ ଭାଇକୁ ଏମିତି କରିବ? ରାଜ ସିଂହାସନ ଲୋଭରେ ମହାରାଜ ସବୁ ସମ୍ପତ୍ତିକୁ ନିଜର କରିବାକୁ ଚାହୁଁଛି, ନିଜର ମହାରାଜ। ଆରେ କସ୍ତୁରୀ, ସତ କହିଦେ, ସତ କଥାଟା କହିଦେ। ପ୍ରକୃତରେ এই କଥାଟା ଯାହା କହୁଛି ସେନାପତି କଣ ସତ? ବାପା, ଆପଣଙ୍କୁ ବି ସତ ଲାଗୁଛି ନା? ମୁଁ କଣ ମୋ ନିଜ ଭାଇକୁ ମୋ ହାତରେ ମାରିଦେବି? ଆପଣଙ୍କର ସତ ଲାଗୁଛି ନା ବାପା? ନା, ସେ ତ ମୋ ଗେହ୍ଲା ଭାଇ, ମୋ ଏକମାତ୍ର ଭାଇ। ମୁଁ କେମିତି ଏ ହାତରେ ମୋ ଭାଇକୁ ନିଜ ମିଛ କହୁଛି ମହାରାଜ, ମିଛ କହୁଛି। ସେହି ରାଜକୁମାରକୁ ମାରିଛି, ସତରେ ମାରିଛି, ସତରେ ମାରିଛି, ସତରେ ମାରିଛି। ଆରେ ମୁଁ ବିଶ୍ୱାସ କରିବି କେମିତି? ମୁଁ ତ ବିଶ୍ୱାସ କରୁନି। ମୋ ପୁଅ ସୁରଥକୁ ମୋ କସ୍ତୁରୀ ମାରିନଥିବ। ସତରେ ତମେ କି କୌଣସି ନା କୌଣସି ଛଳନା କରୁଛ? ନାଇଁ ମହାରାଜ, ସତରେ ମାରିଛି, ରାଜ ସିଂହାସନର ଲୋଭରେ ମାରିଛି, ଆଉ ରାଜ ସିଂହାସନକୁ ହାସଲ କରିବାକୁ ଚେଷ୍ଟା କରିଛି, ଚେଷ୍ଟା କରିଛି। ହେଲେ ମୁଁ କଣ କିଛି ଭାବି ପାରୁନି। ନିଶ୍ଚୟ କହୁଛି ଛଳନା କରୁଛି। ନାଇଁ ନାଇଁ, ମୁଁ କାହିଁକି ଛଳନା କରିବି, ମୁଁ କାହିଁକି ଛଳନା କରିବି? ଆରେ ମା, ସତରେ ମୁଁ କିଛି ବୁଝିପାରୁନି। କିଏ ଷଡ଼ଯନ୍ତ୍ର କରି ମୋ ପୁଅଟାକୁ ମାରିଥିବ? ସତ କଥାଟା ନ ଶୁଣିବା ଯାଏ ମୁଁ କାହାରିକୁ ଛାଡ଼ିବିନି। ମହାରାଜ, ମୁଁ ଆପଣଙ୍କୁ ସତ କହୁଛି, କଣ ମୋ କଥାରେ ଆପଣଙ୍କର ବିଶ୍ୱାସଟା ନାହିଁ କି ମହାରାଜ? ବିଶ୍ୱାସଟା ନାହିଁ କି? ହଁ ସେନାପତି, ଯାହା ହେଲେ ବି ସେ ରାଜକୋଷର ଗୋଟେ ରାଜପୁଅ। ସେ ପାଠ 2 ଅକ୍ଷର ପଢିଛି, ସେ ଆଦର୍ଶ ପରିବାରର ପୁଅ। ସେ କେବେ ବି ଏମିତି ଭୁଲ କାମ କରିପାରିବ ନାଇଁ ମହାରାଜ, ମାରି ଯାଇଛି, ସେଇ ରାଜକୁମାରୀ ମାରିଛି। ମୁଁ କଥାଟା ସମ୍ପୂର୍ଣ୍ଣ ଭାବରେ ସତ 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 ମହାରାଜ, ସତ। ତାହେଲେ ମୁଁ ତ ଅନେକ ଥର କହିସାରିଲିଣି, ମୁଁ ବିଶ୍ୱାସ କରିପାରିବିନି। ବାପା, ও মহারাজ, সেই রাজকুমার তো মরিগলা, তো মরিগলা। এথর রাজা কিଏ ହେବ মহারাজ? রাজা কিଏ ହେବ? ଏଇଟା ଯଦି ମୋ ଭାଗ୍ୟରେ ମୋ ପୁଅ ଯଦି ଅଲଗା ହେଇଯାଇଛି, ହେଲେ